ॐ परमात्मने नमः। ब्रह्मानन्दं परमसुखदं केवलज्ञानमूर्तिं द्वन्द्वातीतं गगनसदृशं तत्त्वमस्यादिलक्ष्यम् एकनित्यं विमलमचलं सर्वाधिसाक्षीभूतं भावातीतं त्रिगुणरहितं सद्गुरु त्वं नमामि। ଶ୍ରୀ ଜଗନ୍ନାଥ ପୁରାଣ ତୃତୀୟ ଅଧ୍ୟାୟ ନୈମିଷାରଣ୍ୟରେ ଜୈମିନୀ ଋଷିଙ୍କ ପ୍ରବେଶ ଏବଂ ମୁନିଗଣଙ୍କ ପ୍ରଶ୍ନ। ଶୁଣ ସାଧୁଜନ ଅପୂର୍ବ ଆଖ୍ୟାନ ଶ୍ରୀ ଜଗନ୍ନାଥଙ୍କ ଦିବ୍ୟ ଲୀଳା। ହେବ ଦିବ୍ୟ ଗତି ଲଭିବ ମୁକତି ନ ଭାସିବ ଭବ ଜଳେ ଭେଳା। ବୋଲି ହରି ହରି ଶୁଣ କର୍ଣ୍ଣ ଡେରି ଭକ୍ତ ଜନେ କର ନାହିଁ ହେଳା। କର୍ଣ୍ଣକୁ ସୁଖଦ ତୁଣ୍ଡକୁ ସୁଆଦ ପାରି କରି ବେଟି ଚକାଡୋଳା। ଭାରତ ବରସେ ଭାଗୀରଥି ପାଶେ ଅତି ପୁଣ୍ୟମୟ ସେ ଆଶ୍ରମ। କେତେ ମୁନି ଋଷି ତପସ୍ୟାରେ ବସି ନୈମିଷା ଅରଣ୍ୟ ତାର ନାମ। ଯେଠା ବେଦ ଧିଚି ଅସ୍ଥି ଦେଲେ ଯାଚି ଅଗ୍ନିରେ ଦହିଣ ସ୍ୱଶରୀର। ଦେବ କାର୍ଯ୍ୟ ଲାଗି ହେଲେ ମହାତ୍ୟାଗୀ ଅସ୍ଥି ହେଲା ବଜ୍ର ଇନ୍ଦ୍ରଙ୍କର। ସୁଦର୍ଶନଙ୍କର ନେମି ଖସିବାରୁ ନୈମିଷା ଅରଣ୍ୟ ନାମ ଦେଲେ। ସୌନକାଦି ମୁନି ମହାବ୍ରହ୍ମଜ୍ଞାନୀ ଯଜ୍ଞ ଥାପି ତପ ଆଚରିଲେ। ସହସ୍ର ବରଷ ଅଗ୍ନିହୋତ୍ର ପାଇଁ ସଂକଳ୍ପ କରିଣ ମୁନି ଜନେ। ବ୍ୟାସ ମଞ୍ଚେ ବରି ସୁତ ମହାତ୍ମାଙ୍କୁ ହରି କଥା ଶୁଣୁଥିଲେ କର୍ଣ୍ଣେ। ସେ ସୁତ ମହର୍ଷି ଉଗ୍ର ସଭାରୁ ଲୋମହର୍ଷଣଙ୍କ ସୁତ ପୁଣି। ଶାସ୍ତ୍ରରେ ପଣ୍ଡିତ ବୟାନରେ ଖ୍ୟାତ ମହାବ୍ରହ୍ମବେତା ଶିରୋମଣି। ବ୍ୟାସ ମଞ୍ଚରେ ସୁତ ବସି ପୁରାଣ କହୁଥାନ୍ତି ହସି। ଅମୃତମୟ ପ୍ରବଚନ ସୌନକ ଆଦି ତପୋଧନ। ଶୁଣନ୍ତି ପ୍ରତିଦିନ ତହିଁ ଶ୍ରୋତାଙ୍କ ସମାଗମ ହୋଇ। ଅନେକ ଜ୍ଞାନୀ ମୁନିଜନ ବହୁ ଦୂରରୁ ଆସି ପୁଣ। କରନ୍ତି ସତସଙ୍ଗ ତହିଁ ଶ୍ରୋତାବକତା ରୂପ ହୋଇ। ଦିନେକ ଜୈମିନୀ ଋଷି ବିଶେଷ ବ୍ୟାସଦେବ ବସି। ପୈଳବ ବହି ସମ୍ପାୟନ ସୁମନ୍ତ ଘେନି ଚାରିଜନ। ତନ୍ମଧ୍ୟେ ଋଷି ଜୈମିନୀ ପୁରାଣ ବୟାନେ ଅଗ୍ରଣୀ। ପ୍ରବେଶ ନୈମିଷାରଣ୍ୟ ଦେଖି ସକଳ ମୁନିଗଣ। ଆନନ୍ଦେ କୃତକୃତ୍ୟ ହେଲେ ମୁନିଙ୍କୁ ଆବାହନ କଲେ। ସ୍ୱହସ୍ତେ ପାଦ୍ୟ ଅର୍ଘ୍ୟ ଦେଇ ଦେଲେ ମୁନିଙ୍କ ପାଦ ଧୋଇ। ବ୍ୟାସ ଆସନେ ବସାଇଲେ ସପ୍ରେମେ ପ୍ରଣିପାତ କଲେ। କୁଶଳ ମଙ୍ଗଳ ବାରତା ପୁଛିଲେ ମୁନି ସମରଥା। ଆନନ୍ଦେ ଜୈମିନୀ ପୁଣି ସଭିଙ୍କୁ ଆଶୀର୍ବାଦ ଭଣି। ସପ୍ରେମେ ଆଲିଙ୍ଗନ କଲେ ସୌନକେ ଧନ୍ୟବାଦ ଦେଲେ। ଜୈମିନୀ ଉବାଚ ବୋଇଲେ ଶୁଣ ମୁନିଗଣ। ଯୁବା ବୟସେ ତୁମ୍ଭେ ପୁଣ। ବୈରାଗେ ସଂସାର ତେଜିଲ। କଠୋର ବ୍ରହ୍ମଚର୍ଯ୍ୟ କଲ। ସହସ୍ର ବରଷ ପର୍ଯ୍ୟନ୍ତେ ସଂକଳ୍ପ କରିଲ ସମସ୍ତେ। ଏ ପୁଣ୍ୟ ତୀର୍ଥେ ଯଜ୍ଞ କରି ପ୍ରଭୁ ମହିମା ଶୁଣି କରି। ଅନ୍ତେ ବୈକୁଣ୍ଠ ଗତି ହେବ ମୁକତି ନିଶ୍ଚୟ ଲଭିବ। ତୁମରି ସାନ୍ନିଧ୍ୟକୁ ପାଇ ଧନ୍ୟ ହୋଇଲି ଆଜ ମୁହିଁ। କୁହ ସକଳ ଋଷିଗଣ
ମୋଠାରେ କିବା ପ୍ରୟୋଜନ ଯାହା ମୋ ଶକ୍ତି ଅଛଇ ନିଶ୍ଚୟ ପୂର୍ଣ୍ଣ କରିବଇ। କର ଯୋଡ଼ିଣ ମୁନିଗଣ କହନ୍ତି ଶୁଣ ତପୋଧନ। ମୁନି ଉବାଚ ଆନନ୍ଦେ ଋଷି ବୋଲୁଛନ୍ତି ଶୁଣ ଜୈମିନୀ ମହାଯତି। ତୁମେ ସକଳ ଶାସ୍ତ୍ର ଜ୍ଞାତା ତୀର୍ଥ ଭ୍ରମଣେ ସମରଥା। ସକଳ ତୀର୍ଥ ଭ୍ରମିଅଛୁ ସବୁରି ମହତ୍ଵ ଜାଣିଛୁ। ଆମେ ସକଳ ମୁନି ସୁତ ଦୈନିକ ରୂପାଦଗତ। ଶ୍ରୀକ୍ଷେତ୍ର ମହିମାକୁ କହି ସଂଶୟ ନାଶିବ ଗୋସାଇଁ। ସକଳ ତୀର୍ଥ ମଧ୍ୟେ ସାର ପୁରୁଷୋତ୍ତମ କ୍ଷେତ୍ରବର। ତୀର୍ଥଙ୍କ ରାଜା ଅଟେ ସେଇ ଯହିଁ ଶ୍ରୀ ନାରାୟଣ ଦେଇ। ସେ କ୍ଷେତ୍ର ପରମ ପାବନ ତହିଁ ଶ୍ରୀ ବିଷ୍ଣୁ ବିଦ୍ୟମାନ। ମାନବ ଲୀଳା ଅନୁଯାୟୀ କାଷ୍ଟମୟ ବିଗ୍ରହ ହୋଇ। ଦର୍ଶନ ମାତ୍ରେ ମୋକ୍ଷ ପାଇ ସକଳ ତୀର୍ଥ ଫଳ ଦେଇ। ସେ ତୀର୍ଥ ମହିମାଟି ସାର ବିସ୍ତାରି କୁହ ମୁନିବର। ମୁନିଙ୍କ ବିନୟ ବଚନ ଶୁଣି ଜୈମିନୀ ତପୋଧନ। କହନ୍ତି ମଧୁର ବଚନ ଶ୍ରୀମୁଖୁ ସୁଧା ଝରେ ପୂର୍ଣ୍ଣ। ଜୈମିନୀ ଉବାଚ ଶୁଣ ମୁନିଗଣ ନିଗୂଢ଼ ବଚନ ରହସ୍ୟମୟ ସେ କ୍ଷେତ୍ରବର। ପରମ ପାବନ ସ୍ୱୟଂ ନାରାୟଣ ବିଜେ ତହିଁ ଶ୍ରୀ ଜଗଦୀଶ୍ୱର। ସାକ୍ଷାତ ଈଶ୍ୱର ଧରିଣ ଶରୀର ପରମ ପୁରୁଷ ବାସ ତହିଁ। ଆପଣା ନାମରେ ପ୍ରସିଦ୍ଧ ଧାମରେ ଶ୍ରୀ ପୁରୁଷୋତ୍ତମ ନାମ ଦେଇ। ମହାତୀର୍ଥରାଜ ସମୁଦ୍ର ଜଳରୁ ଉତ୍ପତ୍ତି ହୋଇଣ କ୍ଷେତ୍ରବର। 10 ଯୋଜନକୁ ବିସ୍ତାରି କାୟାକୁ ଉଦ୍ଧାରଇ ପଶୁ ପକ୍ଷୀ ନର। ମଧ୍ୟେ ନୀଳଗିରି ଦିଗନ୍ତ ବିସ୍ତାରି ଶ୍ରୀନୀଳକନ୍ଦର ଶୋଭା ପାଇ। ବରାହ ସ୍ୱରୂପେ ଭାବଗ୍ରାହୀ ଆପେ ଧରଣୀ ଉଦ୍ଧରି ଥାପି ତହିଁ। ତହୁଁ ବେଦବର ସୃଷ୍ଟି ଚରାଚର ସାଗର ବକ୍ଷରେ ନିର୍ମାଣିଲେ। ନଦ ନଦୀ ତୀର୍ଥ କେଦାର କାନନ ପଶୁ ପକ୍ଷୀ ନର ଜାତ କଲେ। ତହୁଁ ଚିନ୍ତା କଲେ ସାବିତ୍ରୀଙ୍କ ସାଇଁ ଜୀବ ଜଗତ ଉଦ୍ଧାର ପାଇଁ। ତ୍ରିତାପ ପୀଡ଼ିତ ମାନବ ଜଗତ ମୁକ୍ତି କେଶନେ ଲଭିବଇ। ଏକଥା ବିଚାରି ଚିନ୍ତିଲେ ବିଧାତା ହୃଦ କମଳେ ଶ୍ରୀ ନାରାୟଣ। ପରମ ଈଶ୍ୱର କମଳାଙ୍କ ବର ସେହିଟି ଗତି ମୁକ୍ତି କାରଣ। ବ୍ରହ୍ମାଙ୍କ ସ୍ତୁତି। ନମସ୍ତେ ପ୍ରଭୁ ପରାତ୍ପର ନମସ୍ତେ ଶଙ୍ଖ ଚକ୍ରଧର। ମୁହିଁ କମଳ ଯୋନି ଧାତା ସାରା ବିଶ୍ୱର ଜନ୍ମଦାତା। ତୋ ନାଭି କମଳୋତ୍ପତ୍ତି କର ଯୋଡ଼ିଣ କରେ ସ୍ତୁତି। ସକଳ ଜଗତ କାରଣ ତୋ ତହୁଁ ସୃଷ୍ଟି ନୁହେଁ ଭିନ୍ନ। ତୋ ମାୟା ମୋତେ ଅଗୋଚର ତୁ ଜାଣୁ ସ୍ୱରୂପ ତୋହର। ଯାହାର ମାୟାରୁ ଜଗତ ଶ୍ୱାସରୁ ବେଦ ପ୍ରକଟିତ। ଯାବିନୁ ସ୍ଥୂଳ ସୂକ୍ଷ୍ମ ନାହିଁ ଜଗତ ମୂଳାଧାର ସେଇ। ତୁମ୍ଭେଟି ସେହି ଗୁଣାତୀତ ତୁମ୍ଭେଟି ଆଦି ମଧ୍ୟନ୍ତ। ସୁନ୍ଦର ଶ୍ୟାମ ରୂପ ଧାରି
पुरुष उत्तम मुरारी श्रीभुजे शंख चक्र साजे कंकण कुंडल विराजे तुमेटी गति मुक्ति दाता पोषक नाशक ओ त्राता कौस्तुभ मणि कंठे सोए श्रीवत्स चिन्ह हृदय थाए जय हे चराचर गुरु बंदई तुम्भ पद चारु मठारे हुओ कृपावंत शरण गली पादगत ब्रह्मांक विनय को शुणी प्रकट गदा पद्म पाणी वचन जलद गंभीर बोलंती गरुड़ पृष्ठर श्री भगवान वाच शुण वेद वर वचन मोहर अति असंभव तुम्भ इच्छा जेणु तुम्भे मोर मुअटे तुम्भर पुराइबि निश्चय मन वांछा जेउ कार्य लागी स्तुति करिअछ तहिर उपाय कहे शुण तुम्भ रुचि जहि मोर रुचि तहि तुम्भ कार्य सिद्धि हेब पुण शुण विधाता वाक्य मोर समुद्र उत्तर तटर महानदी दक्षिण पाश रहिछि पावन प्रदेश गुप्त तीर्थ से उत्कल दियई सर्वतीर्थ फल नील पर्वत सिंधु तटे न बुड़े प्रलय संकटे देह धारण करी तहि क्षर क्षर परे मोहि पुरुषोत्तम रूपे जान अछई तहि विद्यमान जेउ स्वरूप मोर हेबे सकल पाइबु सेठाबे शंख चक्र जे गदा पद्म क्षेत्र रहिछि सेहि धाम नीलाचलर मध्य धामे वृक्ष क्षय बट नामे से वृक्ष पश्चिम भागरे कुंड जे रोहिणी नामरे से कुंडर स्पर्श पाई साजुज्य मुक्ति मिलई उत्तम गति पाए नर जन्म मृत्यु से बाहर जम जातना तहि नाही विधाता स्वयं देख जाई से स्थाने जेबे प्रवेशिब महिमा पे प्रकाशिब यज्ञ तपस्या तीर्थ व्रत से स्थाने एक दिन प्राप्त एक दिवस तहि थिले अश्वमेधर फल मिले वेद पुराण इतिहासे गुप्त मोर माया बसे एबे हे जाओ वेद मोर से स्थाने मोर ध्यान कर मोहर स्वरूप देखिब प्रत्यक्ष अनुभव हेब करिब जगत कल्याण त्रिताप होइब दहन जैमिनी उवाच एमन्ते कहि नारायण तक्षणे हेले अंतर्ध्यान ब्रह्मा जे कृत कृत्य होई कर अंजलि शिरे देई गोविंद आज्ञा घेनी शिरे चलिले महोदधि तीरे
કૃષ્ણ કિંકર કહે વાણી, સુજને તરએ હાસુણી, જમ જાતના ન લાગીબ, અંતે વૈકુંઠ પ્રાપ્તિ હેબ। જય હે નીળાદ્રીશ્વર, તારક શરણ તુંભર। ચતુર્થ અધ્યાય પુરુષોત્તમ ક્ષેત્ર મહિમા। જૈમિની ઉવાચ શૃણ સકળ તપોધન, આદિ અનાદિ ભગવાન, જहाँ क नाम मात्र गाई, मानव मुक्ति लभई। हरि नामटी गति मुक्ति, नाम रे मिले चिर शांति। मुख रे हरि नाम गान, मन रे स्वरूप चिंतन। करी जे शरीर छाड़ई, से जेबे जीवन मुक्त होई। तेबे से नश्वर नयने, साक्षात स्वरूप दर्शने। पशिबा विष्णु पादगत, किबा अटइया चंबित। तेणु पुरुषोत्तम क्षेत्र, महिमा अति अद्भुत। प्रत्यक्ष प्रभु बीजे जही, से क्षेत्र मोक्ष पारे देई। अज्ञानी जने दिए शांति, शांत वैरागी जने प्रीति। मुनिए सुनता महिमा, सकले पंडित उत्तमा। जैमिनीक वाणी शुणी, पुछन्ति ऋषि पुत्र पुणी। ऋषि उवाच हे पूज्य वर मुनिमणि, संशय फेडी कुह पुणी। प्रभुक आदेश को घेनी, कि कले ब्रह्मदेव पुणी। नीलाचल को बीजे करी, विष्णु को दर्शन करी। तहु विधाता की सकले, कहिबी विस्तारीण भले। मनु संदेह कर दूर, श्री जगन्नाथ लीला सार। मुनिगणक श्रद्धा जानी, जैमिनी ऋषि बोले वाणी। जैमिनी उवाच देखिण महिमा क्षेत्रर, अति चकित वेदवर। श्रीक्षेत्र से महिमामय, बिलोकी विधाता विस्मय। विष्णु को ध्यान तहीं कले, सप्रेमे तप आचरिले। जे काले करुथिले तप, पितर गणक धीप। साक्षाते जमराज आसी, मलिन करी मुख राशि। प्रभाव नाश हेबासे, जाइन लक्ष्मीपति पासे। कर जोड़ीण जणाइले, विनय भरे स्तुति कले। जमराज श्रुति जय हे जय विश्वपति, जय हे अगतिर गति। केशव माधव कंसारी, दीन बांधव दुख हारी। सूत्र रे मणिमाला परी, जगत गुंथी होई करी। तुम्भ गला रे विराजई, ग्रह नक्षत्र कंठी होई। तुम्भे जे सकल स्वरूप, धरिछ चंद्र सूर्य रूप। सृष्टि को करुछ प्रकाश,
ପାଳନ କର୍ତ୍ତା ହୃଷିକେଶ, ଆକାଶ ପୃଥିବୀ ସାଗର, ସକଳ ରଚନା ତୁମ୍ଭର। ହେ ପ୍ରଭୁ ଶଙ୍ଖ ଚକ୍ରଧର, ତୁମ୍ଭଙ୍କୁ କୋଟି ନମସ୍କାର। ତୁମ୍ଭରି କଟାକ୍ଷେ ଗୋସାଇଁ, ଉତ୍ପତ୍ତି ସ୍ଥିତି ନାଶ ହୋଇ, ଯୁଗଳ ଚରଣାର ବିନ୍ଦେ, ଶରଣ ବାଷ୍ପ ଗଦ ଗଦେ। ସକଳ ପ୍ରାଣୀଙ୍କର ଅନ୍ତ, ମୋର କବଳେ ଆତଜାତ। ମର୍ତ୍ତ୍ୟରେ ଜନ୍ମିଲେ ହୁଅନ୍ତି, ଜନମ ଲଭିଲେ ମରନ୍ତି। ମୋହର ବଶ ଏ ଜଗତ, ପ୍ରାଣୀଏ ମୋହରି ଆୟତ। ମୁଁ ତାଙ୍କ ପରାଣକୁ ନିଏ, କର୍ମର ଫଳ ଯାଚି ଦିଏ। ସବୁ ତୁମରି ଆଜ୍ଞା ଦେବ, ଭାଗ୍ୟ ବିଧାତା ବାସୁଦେବ। ହେଲେ ନିରାଚଳ ସ୍ଥାନ, ଥରେ ଯେ କରଇ ଦର୍ଶନ। ଅବା ଶରୀର ଛାଡ଼େ ଏଥି, ହୁଅଇ ମୋକ୍ଷ ପଥ ଯାତ୍ରୀ। ଯମ ଯାତନା ନ ଭୋଗଇ, ମୋ ଅଧିକାର ଯିବ କାହିଁ। କରୁଣା କରିଣ ଈଶ୍ୱର, ମୋ ଅଧିକାର କର ସ୍ଥିର। ମୋହର ବିନତିକୁ ଘେନ, ଦଇନି କରଇ ଅଧୀନ। ଜୈମିନି ଉବାଚ, ଧର୍ମରାଜଙ୍କ ବାଣୀ ଶୁଣି, ସ୍ମିତ ହସିଣ ପ୍ରଭୁ ପୁଣି। ବାମ ପାର୍ଶ୍ୱରେ କମଳାଙ୍କୁ, ଇଙ୍ଗିତ କରିଲେ ତାହାଙ୍କୁ। କଟାକ୍ଷେ ସଂକେତକୁ ଦେଲେ, ଯମକୁ ବୁଝାଅ ବୋଇଲେ। ଲକ୍ଷ୍ମୀ ଉବାଚ, କମଳା ବୋଲନ୍ତି ବଚନ, ଶୁଣ ହେ ସୂର୍ଯ୍ୟଙ୍କ ନନ୍ଦନ। ଯେ କାର୍ଯ୍ୟ ସିଦ୍ଧି ଲାଗି ତୁମ୍ଭେ, ସ୍ତୁତି କରୁଛ ପୁଣି ଏବେ। ସେ ସିଦ୍ଧି ଦୁର୍ଲଭ ଏଠାରେ, କଷଣ ନ ରଖ ମନରେ। ଆମ୍ଭେ ଯେ ଲକ୍ଷ୍ମୀ ନାରାୟଣ, ଶ୍ରୀକ୍ଷେତ୍ର ଆମ୍ଭ ନିତ୍ୟ ସ୍ଥାନ। ଯାବତ ଚନ୍ଦ୍ର ସୂର୍ଯ୍ୟ ଥିବ, କ୍ଷେତ୍ର ଛାଡ଼ିବା ଅସମ୍ଭବ। କେବେ ହେ କର୍ମ ଫଳ ଜୀବ, ଏହି ଠାବରେ ନ ଭୋଗିବ। ମନୁଷ୍ୟ ପଶୁ ପକ୍ଷୀ ଶ୍ବେତ, ସବୁରି ପାପ ଭସ୍ମୀଭୂତ। କର୍ମ ବନ୍ଧନୁ ହେବେ ମୁକ୍ତ, ଦର୍ଶନ କରି ଜଗନ୍ନାଥ। ଶୁଣ ସୂର୍ଯ୍ୟପୁତ୍ର ଛାଡ଼ି ଏ ଶ୍ରୀକ୍ଷେତ୍ର, ଅନ୍ୟତ୍ର ବିଜୟ କର। ଏ ତୀର୍ଥ ବାହାରେ ଯେତେ ସ୍ଥାନ ଅଛି, ତହିଁ ତୁମ୍ଭ ଅଧିକାର। ପୁଣ୍ୟ ଶ୍ରୀକ୍ଷେତ୍ରରେ ଯେହୁ ବାସ କରେ, ତୁମ୍ଭର ବଶ ସେ ନୋହେ। ଜୀବନ ମୁକ୍ତ ସେହୁ ମୁମୁକ୍ଷୁ ପୁରୁଷ, ଅନ୍ତେ ବୈକୁଣ୍ଠ ଯାଏ। କମଳାଙ୍କ ବାଣୀ ଧର୍ମରାଜ ଶୁଣି, ଅତି ବିସ୍ମିତ ହୋଇଲେ। କୃତାଞ୍ଜଳି ପୁଟେ ଶିରେ କର ଦେଇ, ବିନୟେ ବାଣୀ ବୋଇଲେ। ଯମରାଜ ଉବାଚ, ଶୁଣ ସୁରେଶ୍ୱରୀ ପରମ ଈଶ୍ୱରୀ, ଘେନିବ ମୋର ଦଇନି। ଶ୍ରୀ ବିଷ୍ଣୁ ସାନ୍ନିଧ୍ୟ ଜୀବର ଯେ ସାଧ୍ୟ, ମୋକ୍ଷଦାତା କ୍ଷେତ୍ରମଣି। ଇଚ୍ଛାମୟଙ୍କର ଇଚ୍ଛାକୁ ଲଙ୍ଘିବ, କାହାର ଅଛି ସାହସ। ପଙ୍ଗୁ ଲଙ୍ଘେ ଗିରିପଦ ଆଶ୍ରୟ କରି, ତାଙ୍କ ଇଚ୍ଛା ନିରଙ୍କୁଶ। ଅନ୍ୟ ସ୍ଥାନେ ସିଏ ବନ୍ଧନ ଦିଅନ୍ତି, ଏଥି ମୋକ୍ଷ ଦାତା ହରି।
କାଳର ଉପରେ ମହାକାଳ ସେଇ ସ୍ୱର୍ଗ ନର୍କ ସୃଷ୍ଟିକାରୀ। ଏତିକି ଦଇନି ହେ ବିଷ୍ଣୁ ମୋହିନୀ, ମୋ ଆଗେ ବିସ୍ତାରି କୁହ। କ୍ଷେତ୍ରବାସ ଫଳ ମୋକ୍ଷ ପ୍ରାପ୍ତି ବଳ, ସବୁରି ପ୍ରମାଣ ଦିଅ। ତହୁଁ କମଳିନୀ କହୁଛନ୍ତି ବାଣୀ, ଶୁଣ ହେ ରବି ନନ୍ଦନ। କ୍ଷେତ୍ରବାସ କରି କେ କିସ ଲଭିଛି, କହୁଛି ତାର ପ୍ରମାଣ। ଲକ୍ଷ୍ମୀ ଦେବୀ ଉବାଚ ରବି ନନ୍ଦନ ଶୁଣ ବାରେ, ଯେବେ ସେ ପ୍ରଳୟ କାଳରେ ଡୁବିଲା ବିଶ୍ୱ ଚରାଚର, ସମସ୍ତ ଜଙ୍ଗମ ସ୍ଥାବର ନାଶ ହୋଇଲେ ଅବହେଳେ, ତେବେ ସେ କାର୍ଣ୍ଣବ ଜଳେ। ସାତ କଳ୍ପ ଆୟୁ ନେଇ ମାର୍କଣ୍ଡ ମୁନି କୁଳ ସାଇ, କାହିଁ ବି ସ୍ଥାନ ନ ପାଇଲେ ଜଳରେ ଭାସି ଯାଉଥିଲେ। ଏକଇ ଭୂମି ଥିଲା ତଇଁ, ପୁରୁଷୋତ୍ତମ ଅଟେ ସେଇ। ସେ ଭୂମି ପ୍ରଦେଶରେ ଯାଇ ଅକ୍ଷୟ ବଟ ବିଲୋକଇ, ଦେଖିଲେ ତହିଁ ପ୍ରଭୁ ଲୀଳା। ବଟର ପତ୍ର ଭାସୁଥିଲା, ସେ ବଟ ପତ୍ର ପରେ ଶୋଇ ନିଜ ଚରଣ ମୁଖେ ଦେଇ। ସୁନ୍ଦର ସେ ବାଳ ମୁକୁନ୍ଦ, ଭାସନ୍ତି ଯେହ୍ନେ ଅରବିନ୍ଦ। ମଧୁର କୋମଳ ବଚନ, ଶ୍ରବଣେ ମୁନି ହତ ଜ୍ଞାନ। ବୋଇଲେ ଆସ ମୁନୀଶ, ଦୁଃଖ ଦେ ଜିଣ ମୋର ପାଶ। ମୁନି ଦେଖିଲେ ଚକ୍ଷୁ ଫେଇ, ସ୍ୱୟଂ ଶ୍ରୀ ନାରାୟଣ ତହିଁ। ହୃଦୟେ ଲକ୍ଷ୍ମୀ ବିଦ୍ୟମାନ, ଶ୍ରୀକ୍ଷେତ୍ରବାସୀ ନାରାୟଣ। କହନ୍ତି ଶୁଣ ଭକ୍ତବର, ଏହିଟି ବାଳ ରୂପ ମୋର। ସେହି ମୁଖରେ ରହ ଯାଇ, ବିଶ୍ରାମ ନିଶେ ମିଳିବଇ। ପ୍ରଭୁଙ୍କ ବଚନକୁ ଶୁଣି, ମୁଖେ ପଶିଲେ ମୁନିମଣି। ଶିଶୁ ଉଦରେ ମାରକଣ୍ଡ, ଦେଖିଲେ କୋଟିଏ ବ୍ରହ୍ମାଣ୍ଡ। 14 ଭୁବନ ତଇଁରେ, ଦେବତା ଗନ୍ଧର୍ବ କିନ୍ନରେ। ବ୍ରହ୍ମାଦି ଦେବଗଣ ଛନ୍ତି, ନଦୀ ସମୁଦ୍ର ବିରାଜନ୍ତି। ଦେବତା ସିଦ୍ଧ ଦିଗପାଳ, ସରଗ ମରତ ପାତାଳ। ନଦୀ ସମୁଦ୍ର ତୀର୍ଥରାଜି, ପବିତ୍ର କାନନ ବିରାଜି। ସହସ୍ର ଫଣୀ ଶେଷ ତହିଁ, ନାଗ କନ୍ୟାଙ୍କ ମେଳେ ରହି। କେତେ ଯେ ବ୍ରହ୍ମା ବିଷ୍ଣୁ ହର, ଉତ୍ପତ୍ତି ନାଶ ସେ ଉଦର। ଯେତେ ବ୍ରହ୍ମାଣ୍ଡ ଥିଲା ତହିଁ, ସବୁଠି ଏକ କଳ୍ପ ରହି। ମାର୍କଣ୍ଡ ମତି ଭ୍ରମ ହେଲେ, ମାୟାରେ ମୋହିତ ହୋଇଲେ। ଆଦି ଅନ୍ତକୁ ନ ପାଇଣ, ଡାକିଲେ ରଖ ନାରାୟଣ। ତକ୍ଷଣେ ଶିଶୁ ମୁଖ ଦେଇ, ବାହାର ହେଲେ ତପିସାଇ। କଣ୍ଠ ମାର୍ଗରେ ବାହାରିଲେ, ମୋ ସହ ବିଷ୍ଣୁଙ୍କୁ ଦେଖିଲେ। ବୋଇଲେ ପ୍ରଭୁ ରଖ ମୋତେ, ତୋ ମାୟା ଗୋଚରଟି ତୋତେ। ତ୍ରିଦେବ ନ ପାଆନ୍ତି ଯା, ମୁଁ କାହୁଁ ବୁଝିବଇ ତାହା। ହସି କହିଲେ ନାରାୟଣ, ଶୁଣ ମାର୍କଣ୍ଡ ତପୋଧନ।
श्रीभगवानुवाच ଯାହା ଦେଖୁଛ ତପୋଧନ ଏ ମୋର ଧାମ ସନାତନ ମୋର ତ ଗୋଲକଟିଏ ଉତ୍ପତ୍ତି ପ୍ରଳୟ ଯେ ନାହିଁ ଭବବନ୍ଧନ ନାହିଁ ଏଥି ସଦା ମୁଁ ଏକ ରୂପେ ସ୍ଥିତି ଏଥି ମୁଁ ବିଦ୍ୟମାନ ଜାଣି ପ୍ରବେଶ କରେ ଯେଉଁ ପ୍ରାଣୀ ପୁରୁଷୋତ୍ତମ ମୋକ୍ଷଦାତା ନାଶଇ ପୁନର୍ଜନ୍ମ ଚିନ୍ତା ସେ ପ୍ରାଣୀ ମୁକ୍ତି ଲଭଇ ପୁନଶ୍ଚ ଜାତ ହୁଏ ନାହିଁ ଶ୍ରୀମୁଖ ଶୁଣି ଦିବ୍ୟ ବାଣୀ ମାର୍କଣ୍ଡ କରନ୍ତି ଦଇନି ମାର୍କଣ୍ଡବାଚ ହେ ପ୍ରଭୁ ଅନାଦିଶ୍ୱର ଶ୍ରୀକ୍ଷେତ୍ର ଧାମଧୀଶ୍ୱର ବିନତି କରୁଅଛି ମୁଇଁ କରୁଣା କର ଭାବଗ୍ରାହୀ ଶ୍ରୀକ୍ଷେତ୍ରେ ମୋ ନିବାସ ହେବ ଆଜ୍ଞା ଦିଅ ଦେବାଧିଦେବ ଭକ୍ତ ବସଳ ବାନା ତୋର କରୁଣା କର ଚକ୍ରଧର ତାହାଙ୍କ ବିନତି ଶୁଣିଲେ ଶ୍ରୀହରି ବଚନ ବୋଇଲେ ଶ୍ରୀ ଭଗବାନୁବାଚ ଶ୍ରୀ ବିଷ୍ଣୁ କହୁଛନ୍ତି ହସି ଶୁଣ ମୋ ବାକ୍ୟ ବ୍ରହ୍ମ ଋଷି ଶ୍ରୀକ୍ଷେତ୍ର ମହାପୁଣ୍ୟଦାୟ ସରିବା ଯାଏଟି ପ୍ରଳୟ ମୁହିଁଟି କରିବି ନିବାସ ସୁମନେ ଶୁଣ ମୁନୀଶ ପ୍ରଳୟ ଅନ୍ତେ ତୁମ୍ଭ ପାଇଁ ତୀର୍ଥ ଯେ ନିର୍ମାଣିବି ମୁହିଁ ସେ ତୀର୍ଥ ତଟରେ ରହିଣ ତପ କରିବ ତପୋଧନ ଦ୍ୱିତୀୟ ସ୍ୱରୂପ ମୋହର ଅଟନ୍ତି ଜୀବ ଯୋଗେଶ୍ୱର ତାହାଙ୍କୁ ଆରାଧନା କରି ମୃତ୍ୟୁ ଜିଣିବ ତପଚାରି ତୁମ୍ଭ ନାମରେ ସେହି ତୀର୍ଥ ପ୍ରସିଦ୍ଧ ହେବ ମୋର ଭକ୍ତ ଏହି ପ୍ରକାରେ ବରଦାନ ପାଇ ମାରକଣ୍ଡ ତପଚାରି ଅକ୍ଷୟ ବଟର ବାୟୁ କୋଣେ ସେଉ ଜଳାଶୟଟିଏ କରି ନାରାୟଣଙ୍କର ଚକ୍ରରେ ଖୋଳିଲେ ଯେଣୁ ମାରକଣ୍ଡ ମୁନି ତାହାଙ୍କ ନାମରେ ପ୍ରସିଦ୍ଧ ହୋଇଲା ମାରକଣ୍ଡ ପୁଷ୍କରିଣୀ ପବିତ୍ର କୁଣ୍ଡର ପାଶରେ ବସିଲେ ଜପି ଶିବ ପଞ୍ଚାକ୍ଷର ଯେଉଁ ଲିଙ୍ଗ ଥାପି ତପସ୍ୟା କରିଲେ ସେହୁ ମାରକଣ୍ଡେଶ୍ୱର ଯେଉଁ ଭକ୍ତଜନ ଏଥି କରି ସ୍ନାନ ଶିବଙ୍କୁ ଦର୍ଶନ କରେ ସେହି ଜନ ତହିଁ ଏକ ଅଶ୍ୱମେଧ ଯଜ୍ଞ ଫଳ ଲାଭ କରେ ଶ୍ରୀ ପୁରୁଷୋତ୍ତମ କ୍ଷେତ୍ରର ମାହାତ୍ମ୍ୟ କହିବାକୁ ଜିହ୍ୱା ନାହିଁ ତପ ଆଚରିଣ ମାରକଣ୍ଡ ମୁନି ଗଲେ ଜୀବନ ମୁକ୍ତ ହୋଇ ସମୁଦ୍ର ଭିତରେ 5 କ୍ରୋଶ ପୁଣି ତଟ ଦେଶେ 2 କୋଶ ବ୍ୟାପିଛି ସେ ଧାମ ଅତି ଅନୁପମ ଶଙ୍ଖ ସ୍ୱରୂପେ ଅବଶ୍ୟ ଶୋଭେ ନୀଳଗିରି ସ୍ୱର୍ଗ ଶୋଭା ହରି ସୁନାର ବାଲୁକା ରାଶି ଜନମନହାରି ଦିବ୍ୟ ଶୋଭା ଧରି ନିର୍ମଳ ଜଳ ରାଶି ପ୍ରଭୁ ବିଶ୍ୱନାଥ ଚିନ୍ତି ଜଗନ୍ନାଥ ସମୁଦ୍ର ତଟେ ବିରାଜି ଯମଦଣ୍ଡ ଭୟ ନାସିବାରୁ ଜନେ ଯମେଶ୍ୱର ନାମେ ପୂଜି ଜଗନ୍ନାଥ ଧାମ ଜଗନ୍ନାଥ ନାମ ଜଗନ୍ନାଥ କ୍ଷେତ୍ରେ ରହି ତାରକ ଜୀବନ ହେଉ ପ୍ରଭୁ ଧନ୍ୟ ଭକ୍ତ ପଦରଜ ପାଇ ପ୍ରଭୁ ଭକ୍ତ ପଦରଜ ପାଇ। ପଞ୍ଚମ ଅଧ୍ୟାୟ ପୁରୁଷୋତ୍ତମ କ୍ଷେତ୍ରର ତୀର୍ଥ ଦେବତାଙ୍କ ପରିଚୟ ତଥା ମହିମା।
ସୁଜନେ ଭକ୍ତି ଚିତେ ଶୁଣ, ପୁରୁଷୋତ୍ତମ କ୍ଷେତ୍ର ଗୁଣ। ତୁଣ୍ଡର ମଧ୍ୟେ ଜିହ୍ୱା ବହି, କେବା ପାରିବ ତାହା କହି। ଶ୍ରୀଲକ୍ଷ୍ମୀ ଯାହା କହୁଛନ୍ତି, ରବି ନନ୍ଦନ ଶୁଣୁଛନ୍ତି। ସେ କଥା ଜଇମିନି ଋଷି, ନୈମିଷାରଣ୍ୟ ମଧ୍ୟେ ବସି। ମୁନିଜନଙ୍କ ଅଗ୍ରତରେ, ବଖାଣୁଛନ୍ତି ଶ୍ରଦ୍ଧା ଭରେ। ଶ୍ରୀଲକ୍ଷ୍ମୀ ଉବାଚ ରବିନନ୍ଦନ ଶୁଣ ବାଣୀ, ଶ୍ରୀକ୍ଷେତ୍ର ଆକାରଟି ପୁଣି। ଶଙ୍ଖ ଆକୃତି ଅଛି ହୋଇ, ତେଣୁଟି ଶଙ୍ଖ କ୍ଷେତ୍ର କହି। ଶଙ୍ଖର ମସ୍ତକଟି ଜାଣ, ଅଟେ ପ୍ରଥମ ଆବର୍ତ୍ତନ। ପଶ୍ଚିମ ଦିଗେ ହାସ୍ଥିତ, ଯହିଁ ଶଙ୍କର ବିରାଜିତ। ପଶ୍ଚିମ ସୀମାରେ ରହିଣ, କାମନା କରନ୍ତି ପୂରଣ। ପୂର୍ବ ସୀମାରେ ନୀଳକଣ୍ଠ, ଶ୍ରୀକ୍ଷେତ୍ରେ ସୁଖେ ବିରାଜିତ। ଦୁଇ ଦେବଙ୍କ ମଧ୍ୟେ ଜାଣ, ଏକ କୋଣର ବ୍ୟବଧାନ। ଏ କ୍ଷେତ୍ର ପରମ ପାବନ, ଯହିଁ ବିଜୟେ ନାରାୟଣ। ବିଶ୍ୱରେ ଦୁର୍ଲଭ ଅଟଇ, ମୃତ୍ୟୁ ମାତ୍ରକେ ମୁକ୍ତି ପାଇ। ସମୁଦ୍ରେ ଏଥି ସ୍ନାନ କଲେ, ପ୍ରାଣୀଙ୍କୁ ମୋକ୍ଷ ଗତି ମିଳେ। ଏବେ ତୁ ଯମରାଜ ଶୁଣ, ଶଙ୍ଖ ଦ୍ୱିତୀୟ ଆବର୍ତ୍ତନ। ଯେଣୁ ଏ କ୍ଷେତ୍ର ଶଙ୍ଖ ପରି, ପ୍ରତି ଆବର୍ତ୍ତେ ହର ହରି। ଦ୍ୱିତୀୟ ଆବର୍ତ୍ତନେ ପୁଣ, ବିଜୟେ କପାଳ ମୋଚନ। ଏ ମହାଲିଙ୍ଗ ପୂଜା କରି, ବ୍ରହ୍ମ ହତ୍ୟା ପାତକ ହରି। ଦର୍ଶନ ପୂଜନ ପ୍ରଣାମ, କପାଳ ମୋଚନ ସ୍ମରଣ। ହରଇ ବ୍ରହ୍ମ ହତ୍ୟା ପାପ, ପ୍ରାଣିନ ଭୋଗଇ ତ୍ରିତାପ। ଶଙ୍ଖର ତୃତୀୟ ଆବର୍ତ୍ତ, ମୋହର ଆଦ୍ୟାରୂପସ୍ଥିତ। ବିମଳା ଦେବୀ ନାମ ବହି, ଭୋଗ ଓ ମୋକ୍ଷ ପାରେ ଦେଇ। ଭକତି ଭରେ ଯେ ପୂଜଇ, ଦର୍ଶନ ପ୍ରଣାମ କରଇ। ମନୋକାମନା ପୂର୍ଣ୍ଣ ହୁଏ, ଅନ୍ତେ ସେ ମୋକ୍ଷ ଗତି ପାଏ। ଶଙ୍ଖର ନାଭି ମଣ୍ଡଳରେ, ତିନିଙ୍କ ସ୍ଥିତି ଶୋଭା ଧରେ। ପୁରୁଷୋତ୍ତମ ତହିଁ ବିଜେ, କୁଣ୍ଡ ଅକ୍ଷୟ ବଟ ସାଜେ। କପାଳ ମୋଚନଠୁ ଜାଣି, ଅର୍ଦ୍ଧାସିନୀଙ୍କ ଯାଏ ପୁଣି। ଶଙ୍ଖର ମଧ୍ୟ ଭାଗ ସେଇ, ମହିମା କହିତ ନୁହଇ। ଅର୍ଦ୍ଧାସିନୀଙ୍କ ଦର୍ଶନ, ଅକ୍ଷୟ ଭୋଗ ଦିଏ ପୁଣ। ତିନି ଲୋକରେ ଶ୍ରେଷ୍ଠ ଯେହି, ପୁରୁଷୋତ୍ତମ ତୀର୍ଥ ସେହି। ସ୍ୱର୍ଗ ସହିତେ ମୋକ୍ଷ ପ୍ରାପ୍ତି, ମିଳଇ ସାଜୁଜ୍ୟ ମୁକତି। ଯେ ତୀର୍ଥ ବିଶ୍ୱ ମଧ୍ୟେ ଥାଇ, ଏହାର ତୁଲ୍ୟ ନୁହେଁ କେହି। ରୋହିଣୀ କୁଣ୍ଡ ଭରା ନୀରେ, ପ୍ରଭୁଙ୍କ କରୁଣା ଜଳରେ। ସ୍ପର୍ଶ ମାତ୍ରକେ ମୁକ୍ତି ଦାନ, ତୁଟଇ ଭବର ବନ୍ଧନ। ପ୍ରଳୟ କାଳେ ଯେତେ ଜଳ, କୁଣ୍ଡରେ ବିଲୀନ ସକଳ। ଏ ସ୍ନାନେ ନିବାସ ଯେ କରି,
ମୋକ୍ଷ ପଦର ଅଧିକାରୀ। ଶୁଣ ହେ ମୃତ୍ୟୁ ଦେବ ତୁଇ, ତୁମ୍ଭ ଶାସନ ଏଥି ନାହିଁ। କାମାକ୍ଷ କ୍ଷେତ୍ରପାଳ ଜଇ, ମଧ୍ୟେ ବିମଳା ଦେବୀ ରହି। ଶ୍ରୀକ୍ଷେତ୍ର ଅଧୀଶ୍ୱରୀ ସେଇ, ନୀତି କୈବଲ୍ୟ ଭୁଞ୍ଜୁଥାଇ। ପୁରୁଷୋତ୍ତମଙ୍କ ଦକ୍ଷିଣ, ପ୍ରଭୁ ନୃସିଂହ ବିଦ୍ୟମାନ। ତାହାଙ୍କ ଦର୍ଶନ କରି, ସକଳ ପାପ ଯାଏ ହରି। ତାଙ୍କ ସମ୍ମୁଖେ ମୃତ୍ୟୁ ଏଲେ, ବ୍ରହ୍ମ ସାୟୁଜ୍ୟ ମୁକ୍ତି ମିଳେ। କାଶୀରେ ମରେ ଯେଉଁ ନର, ତାହାର କର୍ଣ୍ଣେ ମହେଶ୍ୱର। କହନ୍ତି ସ୍ୱୟଂ ବ୍ରହ୍ମ ଜ୍ଞାନ, ସେ ଜ୍ଞାନ ଅଭ୍ୟାସ କରିଣ। କ୍ରମଶ ମୋକ୍ଷ କୁଲ ଭଇ, ଶିବ ମହିମା ଅଟେହି। ହେଲେ ପୁରୁଷୋତ୍ତମ କ୍ଷେତ୍ରେ, ପ୍ରାଣ ତ୍ୟାଗ କରିବା ମାତ୍ରେ। ତତ୍କାଳ ମୁକ୍ତି ମିଳଇ, ଶ୍ରୀକ୍ଷେତ୍ର ତୁଲ୍ୟ କେହି ନାହିଁ। ଏ ତୀର୍ଥେ ସମୁଦ୍ର ସ୍ନାନ, ପୁରୁଷୋତ୍ତମଙ୍କ ଦର୍ଶନ। ବସିଣ କଳ୍ପ ବୃକ୍ଷ ମୂଳେ, ଯେଉଁଠି ପ୍ରାଣ ତ୍ୟାଗ କଲେ। ନିଶ୍ଚୟ ମୁକ୍ତି ମିଳଇ, ଏପରି ତୀର୍ଥ ଆଉ ନାହିଁ। ଅନ୍ତର୍ବେଦୀର ରକ୍ଷା ପାଇଁ, ଅଷ୍ଟଶକ୍ତି ଅଛନ୍ତି ରହି। ବଟବୃକ୍ଷ ତଳେ ମଙ୍ଗଳା, ପଶ୍ଚିମ ଦିଗରେ ବିମଳା। ସର୍ବମଙ୍ଗଳା ପୃଷ୍ଠଭାଗେ, ଅର୍ଦ୍ଧାସିନୀ ଉତ୍ତର ଦିଗେ। ଲମ୍ବା ଦେବୀ ସେଠାରେ ରହି, ନୀତି ଯେ ପୂଜା ପାଉଥାଇ। ଦକ୍ଷିଣ ଦିଗେ କାଳ ରାତ୍ରି, ତା ପଛେ ଚଣ୍ଡ ରୂପା ଶକ୍ତି। ପୂର୍ବ ଦିଗରେ ମରୀଚିକା, କରୁଅଛନ୍ତି କ୍ଷେତ୍ର ରକ୍ଷା। ଅଷ୍ଟଶକ୍ତିଙ୍କ ଦର୍ଶନ, ତା ସଙ୍ଗେ ଭଜନ କୀର୍ତ୍ତନ। କରନ୍ତେ ପାପ ହୁଏ କ୍ଷୟ, ଭକତି ଭରେ କରେ ଲୟ। ଏ ଆଠ ଶକ୍ତିଙ୍କୁ ଦେଖି, ମହେଶ ମନେ ହୋଇ ସୁଖୀ। ଆପଣା ଆଠ ଭାଗ ହେଲେ, ଶ୍ରୀହରି ଉପାସନା କଲେ। ସେ ଅଷ୍ଟ ଶମ୍ଭୁଙ୍କର ନାମ, କହୁଛି ଶୁଣ ରାଜା ଯମ। କପାଳ ମୋଚନ ଈଶାନ, ମାର୍କଣ୍ଡେଶ୍ୱର ଲିଙ୍ଗ ନାମ। ବିଶେଶ୍ୱର ଓ ଯମେଶ୍ୱର, ନୀଳକଣ୍ଠ ଯେ ବଟେଶ୍ୱର। କ୍ଷେତ୍ରପାଳଙ୍କୁ ସଙ୍ଗେ ନେଇ, ଅଷ୍ଟଲିଙ୍ଗଟି ଛନ୍ତି ରହି। ଏହାଙ୍କ ଦର୍ଶନ ପୂଜନ, ସ୍ପର୍ଶନ ଭଜନ କୀର୍ତ୍ତନ। ଅଟଇ ସର୍ବ ପାପର, ଶ୍ରୀକ୍ଷେତ୍ର ଧାମେ ଏହୁସାର। ଏଠା ବେଜାର ମୃତ୍ୟୁ ହୋଇ, ଯମରାଜ ତା ସ୍ୱାମୀ ନୋହି। ତଥାପି ତପନ ନନ୍ଦନ, କରିଣ ଆତ୍ମସମର୍ପଣ। ଶରଣାଗତ ଦୁଃଖ ହାରି, ପ୍ରଭୁଙ୍କୁ ସନ୍ତୁଷ୍ଟ ଯେ କରି। କୃପା ପାଇଛ ତୁମ୍ଭେ ଯେଣୁ, ତାହାଙ୍କ ଇଚ୍ଛା ବଳେ ତେଣୁ। ମୋ ସଙ୍ଗେ ଚକ୍ର ସୁଦର୍ଶନ, ପ୍ରଭୁଙ୍କ ସଙ୍ଗତେ ରହିଣ। ସୁବର୍ଣ୍ଣ ବାଲୁକା ଭିତରେ, ଆବୃତ ହୋଇବୁ ଏଠାରେ। ଅଦୃଶ୍ୟ ଭାବେ ରହିଥିବୁ,
श्रीक्षेत्र छाडी न पारिबु। जैमिनी उवाच जमराजाଙ୍କୁ ଏହି ବାଣୀ କହି ସାରିଣ କମଳିନୀ। ବ୍ରହ୍ମା ଯେ ଅଛନ୍ତି ଅଗ୍ରତ ତାଙ୍କୁ କହନ୍ତି ଜଗନ୍ମାତ। ଲକ୍ଷ୍ମୀ ଉବାଚ ଏବେ ହୋ ବ୍ରହ୍ମଦେବ ଶୁଣ ସତ୍ୟ ଯୁଗରେ ଇନ୍ଦ୍ରଦ୍ୟୁମ୍ନ ପରମ ଭକତ ବିଦ୍ୱାନ ରାଜା ହୋଇବ ସେହୁ ପୁଣ। ତାହାଙ୍କୁ ଅନୁଗ୍ରହ କରି ପ୍ରଭୁ ହୋଇବେ ରୂପଚାରୀ। ଦାରୁ ବିଗ୍ରହ କାଷ୍ଠ ରୂପ ତାହାଙ୍କୁ ପୂଜା ଦେବେ ଭୂପ। ସେ କାଷ୍ଠମୟ ଯେ ପ୍ରତିମା ସ୍ୱୟଂ କରିବେ ବିଶ୍ୱକର୍ମା। ତାହାଙ୍କୁ ସ୍ଥାପନ ପୂଜନ କରିବେ ରାଜା ଇନ୍ଦ୍ରଦ୍ୟୁମ୍ନ। ଜୈମିନୀ ଉବାଚ ଜଗନ୍ମାତାଙ୍କ ବାଣୀ ଶୁଣି ବ୍ରହ୍ମା ଓ ଯମରାଜ ପୁଣି ହର୍ଷ ବିସ୍ମୟ ରୋମାଞ୍ଚରେ ଚଳିଲେ ନିଜ ଧାମ ଠାରେ। ଏବେ ହୋ ଶୁଣ ମୁନିଗଣ ସ୍ୱୟଂ ଶ୍ରୀ ବିଷ୍ଣୁ ଭଗବାନ ସେ ପ୍ରଭୁ ଶଙ୍ଖ ଚକ୍ରଧର ନୀଳମଣି ଶ୍ୟାମ ସୁନ୍ଦର। ଇନ୍ଦ୍ରଦ୍ୟୁମ୍ନର ଭକତିରେ ବିଜୟେ ଚତୁର୍ଦ୍ଧା ରୂପରେ ପତିତ ଉଦ୍ଧାରଣ ପାଇଁ ବିଜୟ ନୀଳାଚଳେ ହୋଇ ଗୁମ୍ଫା ମଧ୍ୟରେ ବିଜେ ହରି ସଙ୍ଗତେ ତିନି ମୂର୍ତ୍ତି ଧରି ବଳଭଦ୍ର ସୁଭଦ୍ରା ମାତ ଆପଣେ ସ୍ୱୟଂ ଜଗନ୍ନାଥ। ପାର୍ଶ୍ୱେ ଶୋଭିତ ସୁଦର୍ଶନ କରନ୍ତି ପତିତ ତାରଣ। ତାହାଙ୍କୁ କରି ଦର୍ଶନ ମନୁଷ୍ୟ ହରେ ପାପମାନ। ପରମ ଉତ୍ତମ ଅତି ମନୋରମ ବିଷ୍ଣୁଙ୍କର ଏହି ଗୁପ୍ତ ସ୍ଥାନ। ଅଲୌକିକ ମୂର୍ତ୍ତି ଲୌକିକ ପ୍ରତୀତି ଦାରୁ ପ୍ରତିମାରେ ବିଦ୍ୟମାନ। ଅନାଥର ନାଥ ପ୍ରଭୁ ଦୀନନାଥ ଶରଣ ରକ୍ଷଣ ମହାବାହୁ। ତାଙ୍କ ଶ୍ରୀଚରଣ କରିଲେ ବନ୍ଦନ ଭବସାଗରକୁ ନୌକା ସେଉ। ପରମ ଆଶ୍ରୟ ପ୍ରଭୁ ଦୟାମୟ ଚରାଚର ସ୍ୱାମୀ ଲୀଳାମୟ। ସେହିଟି ଉତ୍ପତ୍ତି ସେହି ସୃଷ୍ଟି ସ୍ଥିତି ସେହି ପରା କରନ୍ତି ପ୍ରଳୟ। ସକଳ ଆଧାର ସେହି ବିଶ୍ୱାଧାର ଆଦି ଅନାଦି ଅଟନ୍ତି ସେହି। ସେହି ନିରାକାର ସେହିଟି ସାକାର ନିର୍ଗୁଣ ସଗୁଣ ରୂପେ ଥାଇ। ଚଉବର୍ଗଧାନୀ ଥାଉ ଥାଉ ପୁଣି ଶରଣ ପଶିବ ଆଉ କାହିଁ। ଆହେ ମୁନୀଶ୍ୱର ବିଳମ୍ବ ନ କର ଶ୍ରୀକ୍ଷେତ୍ରେ ଶରଣ ପଶ ଯାଇ। ପରିପୂର୍ଣ୍ଣତମ ପ୍ରଭୁ ଦାରୁ ବ୍ରହ୍ମ ତାଙ୍କ ବିନା ଗତି ମୁକ୍ତି ନାହିଁ। ନୀଳ ସିନ୍ଧୁ କୂଳେ କଳ୍ପବଟ ମୂଳେ ରତ୍ନ ସିଂହାସନେ ବିଜେ ସେହି। ଶ୍ରୀକ୍ଷେତ୍ର ଚରଣେ ଗୁରୁ ଗରଜନେ ମଥା ପିଟି ସିନ୍ଧୁ ପ୍ରଣମୟୀ। ପତିତ ପାବନ ତାରେ ପାପୀ ଜନ ଜ୍ଞାନ ନେତ୍ରେ ଖୋଲି ଦେଖ ଭାଇ। ବଡ଼ ଦାଣ୍ଡ ଧୂଳି ଅଙ୍ଗ ହୋଇ ବଳି ଶରଧା ବାଲିରେ ଗଡ଼ୁଥିବି। ହରେ ରାମ କୃଷ୍ଣ ରସନା ରଞ୍ଜନ ତାରକ କହି ଜପୁଥିବି। ତାରକ କହି ଜପୁଥିବି। ଜୟ ଜଗନ୍ନାଥ କହୁଥିବି। ଜୟ ଜଗନ୍ନାଥ କହୁଥିବି। ଜୟ ଜଗନ୍ନାଥ ଗାଉଥିବି। ଜୟ ଜଗନ୍ନାଥ ଭଜୁଥିବି। ଜୟ ଜଗନ୍ନାଥ ଜପୁଥିବି। ଜୟ ଜଗନ୍ନାଥ ଜପୁଥିବି।